ଆଜ୍ଞା ସେମାନେ ତାଙ୍କର କିଛି କାମ ନାହିଁ। ଦେଶ କୁଆଡେ ଯାଉଛି କଣ କରୁଛି କିଛି ଚିନ୍ତା ନାହିଁ। ଯେକୌଣସି କାମ ହେଲେ ସତେ ଯେମିତି ସେମାନେ କଲେ ଆଉ କେହି କିଛି କରନ୍ତି ନାହିଁ ଏଭଳି ଗୋଟେ ଧାରଣା ସୃଷ୍ଟି କରିବାରେ ସେମାନେ ହଉଛନ୍ତି ମାହିର, ବହୁତ ଆଗରେ ଅଛନ୍ତି। এটা ଠିକ କଥା ନୁହେଁ। ଲୋକଙ୍କୁ ସଚେତନ କରା, ଲୋକଙ୍କ ଭିତରେ ଆପଣଙ୍କ ଗୋଟେ ଆୱାରନେସ କ୍ରିଏଟ କରନ୍ତୁ। ମହିଳା ମାନଙ୍କର ପାର୍ଟିସିପେସନ ଯେତେ ଅଧିକା ପଡିବ ଗୋଟେ ଦେଶ ଆଗକୁ ଚାଲିବ। କିନ୍ତୁ ନିଜ ଦଳର କିଛି ମହିଳାଙ୍କ ଭିତରେ ବା ନିଜ ଦଳ ଭିତରେ ସୀମିତ ରଖିଲେ ସେ ଭାବୁଛନ୍ତି ଦେଶର ବିକାଶ, ମୁଁ ସେଟା ଭାବୁନାହିଁ। ଯଦି ଭାରତୀୟ ଜନତା ପାର୍ଟିର ନିଜ ଦଳର ବିକାଶରେ ଦେଶର ବିକାଶ ହଉଥାନ୍ତା ତାହେଲେ ଆଜି ଆମ ଦେଶ ଏତେ ଅସୁବିଧା ନଥାନ୍ତା। ଆଉ ଗୋଟିଏ ରାଜନୈତିକ ଦଳର ମୂଳୋଦୟ ଓଡ଼ିଶା ଜନତା କଂଗ୍ରେସ। ମୋ ପାଖରେ ଏତେ ବିଶେଷ ଖବର ନାହିଁ। ଦେଖିବା ଆଗକୁ କଣ ହଉଛି ଦେଖିବା। ଆଡଭର୍ଟାଇଜମେଣ୍ଟ ଏତେ ବିଶେଷ କିଛି ସ୍ପଷ୍ଟ ହଉନି। ସ୍ପଷ୍ଟ ହେଲା ପରେ ଦେଖିବା କିଛି ଇମ୍ପାକ୍ଟ ପଡିବ ଏଇ ଦଳ। ଆପଣଙ୍କୁ କହି ରଖେ ବର୍ତ୍ତମାନ ଯେତେ ରାଜନୈତିକ ଦଳ ଅଛି, ବିଜୁ ଜନତା ଦଳ ହଉ, ଭାରତୀୟ ଜନତା ପାର୍ଟି ହଉ, କଂଗ୍ରେସ ଦଳ ହଉ, ବାମପନ୍ଥୀ ମାନେ ହୁଅନ୍ତୁ ଆଉ ନୂଆ ଦଳ ଯୋଉମାନେ କରୁଛନ୍ତି ବା କରନ୍ତୁ, ସବୁତକ ଦଳର ସମସ୍ତ ସକ୍ରିୟ ସଭ୍ୟ ବା କ୍ୟାଡରଙ୍କୁ ଯଦି ମିଶେଇ ଦବା ତାହେଲେ 5% ଲୋକ ବି ସିଧାସଳଖ ପ୍ରତ୍ୟକ୍ଷ ରାଜନୀତିରେ ନାହାନ୍ତି। ଅର୍ଥାତ୍ ବହୁତ ବଡ ଏରିଆ ପଡିଛି ରାଜନୀତିରେ ବହୁ ଲୋକ ଆସିବା ପାଇଁ। ଯେତେ ଦଳ ସୃଷ୍ଟି ହେଲେ ତ ଭଲ କି ଖରାପ। କାହା ଉପରେ ଇମ୍ପାକ୍ଟ କାହା ଉପରେ ପଡିବ? ବିଜୁ ଜନତା ଦଳ ଉପରେ କାହିଁ ପ୍ରଭାବ ପଡିବ ମୁଁ କିଛି ବୁଝିପାରୁନି। କାହିଁ ବିଜୁ ଜନତା ଦଳ କିଏ ଯାଇକି ସେ ଦଳରେ ମିଶୁଛନ୍ତି? ଆପଣଙ୍କ ଦଳ ବର୍ତ୍ତମାନ ଅପୋଜିସନ ରୋଲରେ ଅଛି, ସେମାନେ ବି ଅପୋଜିସନ ରୋଲରେ ଅଛି। ଆପଣଙ୍କ ଦଳର ଭବିଷ୍ୟତ ଗୋଟେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ସେଥିପାଇଁ ଆପଣ ସ୍ଥାନ ନବ ଓଡ଼ିଶା ଜନତା କଂଗ୍ରେସ। ବିଜୁ ଜନତା ଦଳକୁ ନେଇ କୌଣସି ପ୍ରଶ୍ନବାଚୀ ନାହିଁ। କାହିଁକି ନାହିଁ? ଯେ ଆପଣମାନଙ୍କର ଗଣମାଧ୍ୟମ ଯେତେବେଳେ ଖୋଲିବ, ଇଲେକ୍ଟ୍ରୋନିକ ମିଡିଆ ହଉ ବା ପ୍ରିଣ୍ଟ ମିଡିଆ ହଉ, ବିଜୁ ଜନତା ଦଳ ସବୁବେଳେ ପ୍ରମୁଖ ନ୍ୟୁଜ ହେଇକି ବାହାରୁଛି। ମେନ୍ ନ୍ୟୁଜ ହେଉଛି ବିଜୁ ଜନତା ଦଳ। ଯେତେ ଦିନ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଶିରୋନାମ ମଣ୍ଡନ କରୁଥିବ ଆପଣଙ୍କ ଟିଭି ପରଦାରେ ହଉ ବା ଖବରକାଗଜ ପୃଷ୍ଠାରେ ହଉ, ସେତେ ଦିନ ପର୍ଯ୍ୟନ୍ତ ବିଜୁ ଜନତା ଦଳ ପ୍ରାସଙ୍ଗିକତା ବଳବତ୍ତର ଅଛି। ମହିଳା ରିଜର୍ଭେସନ ବିଲ୍ 2023 ସେପ୍ଟେମ୍ବର 20 ତାରିଖ ଦିନ ଅର୍ଥାତ୍ 2024ରେ 2 ବର୍ଷ ତଳେ ଯୋଉ ସାଧାରଣ ନିର୍ବାଚନ ହେଇଥିଲା ତା ପୂର୍ବରୁ ପାର୍ଲାମେଣ୍ଟରେ ପାସ୍ ହେଇଥିଲା, ଉଭୟ ଲୋକସଭା ଓ ରାଜ୍ୟସଭାରେ। କୁହାଯାଇଥିଲା 2029 ମସିହାରେ ମହିଳା ମାନଙ୍କୁ 33% ବା 1/3 ରିଜର୍ଭେସନ ମିଳିବ। କିନ୍ତୁ ପୁଣି ଆଉଥରେ ସେ ବିଲ୍ ଆଣିବାର କାରଣଟା ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇନି, ଯେହେତୁ ସେମାନେ ବିଲ୍ଟାକୁ ଏତେ ପର୍ଯ୍ୟନ୍ତ ଟେବୁଲ କରିନାହାନ୍ତି ବା ଉପସ୍ଥାପିତ କରିନାହାନ୍ତି। ତେଣୁ 16, 17, 18 ଯୋଉ ପାର୍ଲାମେଣ୍ଟ ସେସନ ଚାଲିବ, ସେଇ ପାର୍ଲାମେଣ୍ଟ ସେସନରେ ସେ ବିଲ୍ଟା ଉପସ୍ଥାପିତ କଲା ପରେ ଜଣା ପଡିବ ଯେ ଯୋଉ ମୂଳ ବିଲ୍ 2023 ସେପ୍ଟେମ୍ବର 20 ତାରିଖ ଦିନ ପାସ୍ ହେଇଥିଲା ତାର କଣ ଆମେଣ୍ଡମେଣ୍ଟ ଆଣିଛନ୍ତି, କଣ ପରିବର୍ତ୍ତନ ଆଣିଛନ୍ତି। ଶୁଣାଯାଉଛି ପାର୍ଲାମେଣ୍ଟରେ ଲୋକସଭା, ରାଜ୍ୟସଭା ଏବଂ ବିଧାନସଭାରେ ଆପଣଙ୍କର ସିଟ୍ ବଢିବ, ଡିଲିମିଟେସନ ହବ, ତାକୁ ମ୍ୟାଚ୍ କରିକି ଆଣିବେ ବା ଆଉ କଣ ପ୍ରାବଧାନ ରଖିବେ ତାହା ସ୍ପଷ୍ଟ ହବ। କିନ୍ତୁ ବିଲ୍ ନ ଆସିବା ପୂର୍ବରୁ, ବିଲ୍ ଉପସ୍ଥାପିତ ନ ହେବା ପୂର୍ବରୁ ଏବଂ ବିଲ୍ରେ କଣ ଅଛି କେହି ନ ଜାଣିବା ପୂର୍ବରୁ ବର୍ତ୍ତମାନ ଭାରତ ସାରା ଗୋଟେ ଭାରତୀୟ ଜନତା ପାର୍ଟି ଗୋଟେ ପ୍ରଚାର ଆରମ୍ଭ କରିସାରିଲେଣି। ସତେ ଯେମିତି ମହିଳା ସଂରକ୍ଷଣ କେହି ଆଗରୁ କରିନଥିଲେ। ମୁଁ ଆପଣ ମନେ ପକେଇବାକୁ ଚାହେଁ, ବିଜୁ ପଟ୍ଟନାୟକ 1992 ମସିହାରେ ଯେତେବେଳେ ପଞ୍ଚାୟତ ରାଜ ଇଲେକ୍ସନ ହେଲା, ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମଧ୍ୟ 33% ରିଜର୍ଭେସନ ଦେଇଥିଲେ। ଏବଂ ମାନ୍ୟବର ନବୀନ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ 50% ମହିଳା ସଂରକ୍ଷଣ କରିଥିଲେ। ଏବଂ ଆପଣ ଦେଖିବେ ଯେତେବେଳେ 50% ସଂରକ୍ଷଣ ଦିଆଯାଉଛି ତାହା 55% ଟପୁଛି। ଅର୍ଥାତ୍ ମହିଳାମାନଙ୍କୁ ସଂରକ୍ଷଣ କରିବାରେ ବିଜୁ ପଟ୍ଟନାୟକ ସର୍ବାଗ୍ରେ ଥିଲେ। ପରବର୍ତ୍ତୀ ସମୟରେ ନବୀନ ପଟ୍ଟନାୟକ ମଧ୍ୟ ଆଗରେ ଥିଲେ। ଏବଂ 2019 ମସିହାରେ ଯେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ
ସେତେବେଳେ ମନ୍ତ୍ରୀ ମାନଙ୍କୁ ପଠେଇଥିଲେ ବିଭିନ୍ନ ରାଜ୍ୟକୁ କେମିତି ମହିଳା ମାନଙ୍କ ପାଇଁ ଲୋକସଭାରେ ବିଧାନସଭାରେ ସିଟ୍ ରିଜର୍ଭ ହବ ସେଇଥିପାଇଁ ଆପ୍ରୋଚ କରିଥିଲେ ଏବଂ ଯାହା ହଉ ପରବର୍ତ୍ତୀ ସମୟରେ ଏମାନେ ବିଲ୍ ଆଣିଲେ ତାକୁ ପାସ୍ କରିଥିଲେ। କିନ୍ତୁ ମୋର କହିବା କଥା ହଉଛି ଏତେ ପ୍ରଚାର ପ୍ରସାର ଯୋଉ କରୁଛନ୍ତି ସତେ ଯେମିତି ଆଗରୁ କେହି କରିନଥିଲେ ଇଏ ଏକମାତ୍ର କରୁଛନ୍ତି ଏବଂ ଏଇଟା ଏକମାତ୍ର ତାଙ୍କର ହିଁ କ୍ରେଡିଟ, ଏସବୁ କଥାଟା ଠିକ ନୁହେଁ। ଯଦି ଭାରତବର୍ଷର ସମସ୍ତଙ୍କୁ ସାଥିରେ ନେବାକୁ ଚାହୁଁଛନ୍ତି, ଯଦି ଭାରତବର୍ଷର ସମସ୍ତ ମହିଳାଙ୍କର ଉତ୍ଥାନ ଚାହୁଁଛନ୍ତି, ତେବେ ସମସ୍ତଙ୍କୁ ସାଥିରେ ନେଇ ସମସ୍ତଙ୍କୁ ସାଥିରେ ଏକାଠି କରି ଏ କାର୍ଯ୍ୟକ୍ରମ କରନ୍ତୁ। କେବଳ ନିଜ ଦଳ ଭାରତୀୟ ଜନତା ପାର୍ଟି ସତେ ଯେମିତି ସବୁ କିଛି କରୁଛି ଆଉ କେହି କିଛି କରନ୍ତି ନାହିଁ, ସେଭଳି ଗୋଟେ ଧାରଣା ତିଆରି କରିବାକୁ ଯୋଉ ଅପଚେଷ୍ଟା କରୁଛନ୍ତି ତାର ପରିଣାମ ସେମାନେ ଜରୁର ଭୋଗିବେ। କିନ୍ତୁ ମୁଁ ଆପଣଙ୍କୁ କହି ରଖେ ମହିଳାମାନଙ୍କୁ ରିଜର୍ଭେସନ ଗୋଟେ ଭଲ ପଦକ୍ଷେପ। ମତେ ଯଦି ପଚାରେ ବ୍ୟକ୍ତିଗତ ଭାବରେ ତାହେଲେ ମୁଁ କହିବି 50% ସଂରକ୍ଷଣ ଦେଇଦେଲେ ଆହୁରି ଭଲ। ଆପଣ ଯୋଉ ପଚାରୁଛନ୍ତି ମାନେ ବିଲ୍ ଉପସ୍ଥାପିତ ହେଇନି, ବିଲ୍ ପାସ୍ ହେଇନି, କିନ୍ତୁ ସାରା ଭାରତ ବର୍ଷରେ ବର୍ତ୍ତମାନ ରାଲି କରିବା ପ୍ରଚାର କରିବା ଗୋଟେ ଚଲେଇଛନ୍ତି। ଲୋକ ଅନଉଛନ୍ତି ଯେତେବେଳେ ଭାରତୀୟ ଜନତା ପାର୍ଟିର ମହିଳା କିଛି ଯାଇକି ରାସ୍ତାରେ ଚାଲୁଛନ୍ତି, ଲୋକ ଅନଉଛନ୍ତି କହିଲେ କଣ ହଉଛି, ମାନେ କଣ ହଉଛି, ଲୋକ ଆଶ୍ଚର୍ଯ୍ୟ ହଉଛନ୍ତି। ବିଲ୍ ଟା ଯୋଉଦିନ ଉପସ୍ଥାପିତ ହବ ଖବର କାଗଜରେ ଆପଣଙ୍କର ଇଲେକ୍ଟ୍ରୋନିକ ମିଡିଆରେ ସବୁଥିରେ ବାହାରିବ, ଲୋକ ଜାଣିଯିବେ ବିଲ୍ ରେ କଣ ଅଛି।